सुदूरରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାୟଗଡ଼ା ପୁଲିସ ନିକଟରେ 15 ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ପୁଲିସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଦ୍ୱାରା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ବିଷୟରେ ସ୍ପଷ୍ଟ କରିବା ସହ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି। ଆତ୍ମସମର୍ପଣ କରିଥିବା 15 ଜଣ ମାଓବାଦୀଙ୍କ ମଧ୍ୟରୁ ବଂଶଧାରା ନାଗାବଳୀ ଘୁମୁସର ଡିଭିଜନର 2 ରାଜ୍ୟ କମିଟି ସଦସ୍ୟ ନିଖିଳ ଓରଫ ନିରଞ୍ଜନ ରାଉତ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ଓରଫ ଅଙ୍କିତା ରହିଥିବା ବେଳେ ଜଣେ ଡିଭିଜନାଲ କମିଟି ସଦସ୍ୟ 5 ଜଣ ଏରିଆ କମିଟି ସଦସ୍ୟ ଓ 7 ଜଣ କମିଟି ସଦସ୍ୟ ଅନ୍ତର୍ଭୁକ୍ତ। ପୁଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ସକ୍ରିୟ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେବା ସହ ଆଗାମୀ ମାର୍ଚ୍ଚ 31 ତାରିଖ ସୁଦ୍ଧା ଓଡ଼ିଶାକୁ ମାଓମୁକ୍ତ କରାଯିବ ବୋଲି କହିଛନ୍ତି। ମାଓବାଦୀଙ୍କୁ ଆମେ ସବୁବେଳେ ଅପିଲ କରୁଛୁ ଯେ ସେମାନେ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ସରେଣ୍ଡର ପଲିସି ଅନୁସାରେ ଆମେ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବୁ। ଆଉ ପୁଣି ଯେଉଁ ମାଓବାଦୀ ମାନେ ଏବେ ବି ହିଂସା ପଥରେ ରହିଛନ୍ତି ସେମାନଙ୍କୁ ଆମର ଅପିଲ ସେମାନେ ହିଂସା ଛାଡ଼ନ୍ତୁ, ମୁଖ୍ୟ ସ୍ରୋତକୁ ଫେରି ଆସନ୍ତୁ। ଓଡ଼ିଶାରେ ବର୍ତ୍ତମାନ କେବଳ 3-4ଟି ଜିଲ୍ଲା ଆମର ଯେଉଁ କନ୍ଧମାଳ ରାୟଗଡ଼ା କଳାହାଣ୍ଡିର ଯେଉଁ ବର୍ଡରିଂ ଏରିଆ ଏବଂ ବଲାଙ୍ଗୀର ଏମିତି ମୋଟ ପାଖାପାଖି ଆଉ 30ରୁ 35 ନକ୍ସଲ ରହିଛନ୍ତି। ଆଗାମୀ ଦିନରେ ଆମର ଅପରେସନ ଆହୁରି ଆମେ ଦୃଢ଼ କରିବୁ। ଆମର ଯେଉଁ PSF ବାହିନୀ ରହିଛି, CRPF ରହିଛି, SOG, DBF ସମସ୍ତେ ମିଶି ଆମେ ଏହି ଅପରେସନକୁ ଆହୁରି ଜୋରଦାର କରିବୁ। ଯେଉଁ ଆମର ମାନନୀୟ ଗୃହମନ୍ତ୍ରୀଙ୍କର ଟାର୍ଗେଟ ରହିଛି ଯେ ମାର୍ଚ୍ଚ 31 ସୁଦ୍ଧା ଆମେ ଓଡ଼ିଶାକୁ ନକ୍ସଲ ମୁକ୍ତ କରିବୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଗସ୍ତରେ ଆସି ସୁଭଦ୍ରା ଶକ୍ତି ମେଳାର ଉଦ୍ଘାଟନ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାୟଗଡ଼ା ମଝିଘରିଆଣି ମନ୍ଦିର ସୌନ୍ଦର୍ଯ୍ୟକରଣ ସହ 340 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର 67ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ 221 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର 41ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଏବେ ସାରା ଦେଶରେ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକଙ୍କ ଦ୍ୱାରା ସାଦରେ ଗ୍ରହଣୀୟ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଓ ନୋଡାଲ ବିଦ୍ୟାଳୟର 10ମ ଶ୍ରେଣୀ ପିଲା ପରୀକ୍ଷା ପେ ଚର୍ଚ୍ଚାରେ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ପିଲାଙ୍କ ପରୀକ୍ଷା ଚିନ୍ତା ଦୂର କରିବା ସହ ଉଦାହରଣ ମାଧ୍ୟମରେ କିଭଳି ଚିନ୍ତାମୁକ୍ତ ରହିବେ ବୁଝାଇଛନ୍ତି। ରାୟଗଡ଼ା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ବିଷମ କଟକ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ବିଷମ କଟକ ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳମାଧବ ହିକ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳା ଶୁଭ ଉଦ୍ଘାଟନ କରିଥିବା ବେଳେ ଗୁଣପୁର ଉପଜିଲ୍ଲାପାଳ, ଜିଲ୍ଲା ନିୟୋଜନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ମେଳାରେ ଉତ୍କଳ ଆଲୁମିନା, JK କାଗଜ କଳ, ଇମ୍ଫା ଭଳି 55ଟି ସଂସ୍ଥା ସହ ଆର୍ମି, ଏୟାରଫୋର୍ସ ଭଳି 11ଟି ସରକାରୀ ସଂସ୍ଥା ଏଥିରେ ସାମିଲ ହୋଇଥିଲେ। ଏହି ମେଳାରେ 1700ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା ପରିଷଦ ସଭାଗୃହରେ 2027 ଜନଗଣନାର ପ୍ରସ୍ତୁତିକାଳୀନ ବୈଠକ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ବୈଠକରେ ରାୟଗଡ଼ା ଉପଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ନିର୍ବାହୀ ଅଧିକାରୀ, ଜନଗଣନା ସହ ସମ୍ପୃକ୍ତ କର୍ମଚାରୀ ଉପସ୍ଥିତ ଥିଲେ। ବୈଠକରେ ଜନଗଣନା 2027 ପାଇଁ ସରକାରଙ୍କ ଆଭିମୁଖ୍ୟ, ପ୍ରସ୍ତୁତି, ପଦକ୍ଷେପ, ପ୍ରକ୍ରିୟା ଉପରେ ବିଶେଷ ଆଲୋଚନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ତରଫରୁ ଅନୁଷ୍ଠିତ ହେବାକୁ ଥିବା ସମ୍ପୂର୍ଣ୍ଣତା ଅଭିଯାନ 2.0 ମୁନିଗୁଡ଼ାଠାରେ ଉଦ୍ଘାଟିତ ହୋଇଯାଇଛି। ଭାରତର 112ଟି ଜିଲ୍ଲାର 513ଟି ଅନୁନ୍ନତ ବ୍ଲକକୁ ସମ୍ପୂର୍ଣ୍ଣତା ଅଭିଯାନ ମାଧ୍ୟମରେ ଯୋଡ଼ାଯାଇଥିବା ବେଳେ ରାୟଗଡ଼ା ଜିଲ୍ଲାର ପଛୁଆ ବ୍ଲକ ଭାବେ ପରିଚିତ ମୁନିଗୁଡ଼ା ଓ ପଦ୍ମପୁର ବ୍ଲକକୁ ଏହି ଯୋଜନାରେ ସାମିଲ କରାଯାଇଛି। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ନିମନ୍ତେ ଗ୍ୟାରେଣ୍ଟି BBG ରାମଜୀ ସମ୍ବନ୍ଧୀୟ ଏକ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମସ୍ତ 11ଟି ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ବନ ବିଭାଗ ଅଧିକାରୀ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁର ଏବଂ ରାୟଗଡ଼ା ପ୍ରକଳ୍ପ ପ୍ରଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।